ଆମର ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ଯେଉଁଟା କି ଆମର ଯେ ବିଶ୍ୱନାଥ ପଣ୍ଡିତଜୀ ତାଙ୍କ ନୀତି ଆଦର୍ଶ ଏବଂ ତାଙ୍କର ଏ କ୍ଷେତ୍ରରେ କାମ କରୁଥିବା ପ୍ରତ୍ୟେକ ଲୋକଙ୍କ ପ୍ରତି ଯେଉଁ ଅବଦାନ ରହିଛି ତାଙ୍କ ନେତୃତ୍ୱରେ ତାଙ୍କ ପରେ ଆମର କୃଷ୍ଣଚନ୍ଦ୍ର ପାତ୍ର ଯେ କି ଆଜି ନାହାନ୍ତି ଆମ ଗହଣରେ ଦୀର୍ଘ ଦିନ ଧରି ସଭାପତି ଥିଲେ ମେଡ଼ିକାଲ କର୍ମଚାରୀ ସଂଘର। ତାଙ୍କ ଯିବା ପରେ ଆସନ୍ତା 17/5 ଗତ 17/5/2026 ମସିହା ରବିବାର ଦିନ 11 ଘଣ୍ଟା ସମୟରେ IMA ସମ୍ମିଳନୀ କକ୍ଷରେ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ଓ SCB ମେଡ଼ିକାଲ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ଓଡ଼ିଶାର 26ଟି ଜିଲ୍ଲାର ମେଡ଼ିକାଲ କର୍ମଚାରୀ ସଂଘର ପ୍ରାୟ ଶତାଧିକ କର୍ମଚାରୀ ଯୋଗଦେଇ ସଂଘର ସାଂଗଠନିକ କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ପରିଶେଷରେ ସର୍ବସମ୍ମତି କ୍ରମେ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି ଭାବରେ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯେ କି ପୂର୍ବତନ ମନ୍ତ୍ରୀ ବର୍ତ୍ତମାନର ବିଧାୟକ ତାଙ୍କୁ ଏଇଠି ସଭାପତି ଭାବରେ ନିର୍ବାଚିତ କରାଯାଇଥିଲା। ଏହାକୁ କିଛି କର୍ମଚାରୀ ସେଇ ମେଡ଼ିକାଲ ସଂଘର ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ଗତକାଲି ଅର୍ଥାତ୍ 27/5/2026 ତାରିଖ ଦିନ 12 ଘଣ୍ଟିକା ସମୟରେ କଟକ ଜିଲ୍ଲାର ଆଠଗଡ଼ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନରେ ସମସ୍ତ ଯେଉଁମାନେ ଅସନ୍ତୁଷ୍ଟ ଥିଲେ ଏବଂ ଯେଉଁମାନେ ଆମ ସହିତ ଥିଲେ ମିଳିତ ଭାବରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଖରେ ଉପସ୍ଥିତ ରହିଲେ। ଆମ ଭିତରେ ଗୋଟେ ଆପୋଷ ସମାଧାନ ହେଲା। ସେଇ ଯେଉଁ କର୍ମଚାରୀ ଯାଇଥିଲେ ତାଙ୍କ ନେତୃତ୍ୱ ଏବଂ ତାଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ଦୁଇ ପକ୍ଷରୁ ସେଠାରେ ଉପସ୍ଥିତ ରହି ଦୀର୍ଘ ଦିନ ବା ଆଗକୁ ସେମାନେ HMSରେ ଅଛନ୍ତି। HMSରେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ କରିବେ ମଧ୍ୟ, ମିଳିମିଶି କାର୍ଯ୍ୟ କରିବେ। ଆଗାମୀ ଦିନରେ କୌଣସି ଅସନ୍ତୁଷ୍ଟ ରହିବ ନାହିଁ ଏହି ପ୍ରତିଶ୍ରୁତି ଦେଇ ସମସ୍ତେ ମିଳିମିଶି ରାଜା ଭାଇଙ୍କ ସହିତ କଥାବାର୍ତ୍ତା ହେଇକି ଆସିଲେ ଏବଂ ଆଗକୁ ଏହି କାର୍ଯ୍ୟକ୍ରମ ସଠିକ ଭାବରେ ଓଡ଼ିଶା ସାରା ଚାଲିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଲେ। ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ରେଜିଷ୍ଟ୍ରେସନ ହେଉଛି 1946 ମସିହା ସ୍ୱାଧୀନତା ପୂର୍ବରୁ। ଏଠି ବିଶ୍ୱନାଥ ପଣ୍ଡିତ ଭଳି ଜଣେ ସମାଜବାଦୀ ନେତୃତ୍ୱ ନେଇ ମେଡ଼ିକାଲ କର୍ମଚାରୀ ସଂଘକୁ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ସାରା ଓଡ଼ିଶାରେ ତାର ଯେଉଁ ଲୋକଙ୍କ ପାଇଁ, ଗରିବ ଲୋକଙ୍କ ପାଇଁ ଯେଉଁ ନ୍ୟାଯ୍ୟ ଦାବିକି ସରକାରଙ୍କ ପାଖରେ ପହଞ୍ଚେଇକି ସେଟା ଗୋଟେ ବହୁତ ବଡ଼ ସଂଗଠନ ତିଆରି କରିଛି। ତାପରେ 1976 ମସିହାରୁ ଆଜି ପର୍ଯ୍ୟନ୍ତ ଗତ 2 ବର୍ଷ ପର୍ଯ୍ୟନ୍ତ ଆମର ସମସ୍ତଙ୍କର ଆଦର୍ଶ, ଆମେ ଯାହାକୁ ଆଦର୍ଶ ବୋଲି ମାନୁ କୃଷ୍ଣଚନ୍ଦ୍ର ପାତ୍ର ବିଶିଷ୍ଟ ସମାଜବାଦୀ, ସେ ଆଜି ପର୍ଯ୍ୟନ୍ତ ନଉଥିଲେ। କୃଷ୍ଣଚନ୍ଦ୍ର ପାତ୍ରଙ୍କର ଦେହାନ୍ତ ପରେ 2 ବର୍ଷ ହେଲା ସେ ଜାଗା ଫାଙ୍କା ଥିଲା। ଟେମ୍ପୋରାରୀ ସେମାନେ କାହାକୁ ସେମାନେ ରଖିଥିଲେ, କିନ୍ତୁ କିଛି ଲୋକଙ୍କ ଭିତରେ ତାଙ୍କ ଭିତରେ ଫ୍ରାକ୍ସନ ହେଇକି ମନମାଳିନ୍ୟ ଥିଲା। ଯେଉଁ ଗତ ରବିବାର ଦିନ ଯେଉଁ ମେଡ଼ିକାଲ କର୍ମଚାରୀ
कर्मचारी संघर जो बैठक होता है किसी लोक असंतोष समस्त घर भितर अच्छी किंतु राजा भाई नेतृत्व में गतकाली सेटा आपस समाधान होती समस्ते यूनानिमसली कहते आगु हिंद मजदूर सभा जो आदर्श जो आइडियोलॉजी अच्छी समाजवादी चिंताधारा से चिंताधारा समस्ते काम करेंगे गरीब लोक जे तले पड़ते जो माने ग्रुप डी कर्मचारी जो माने अच्छा सब सामाजिक अर्थनैतिक केमिति होची डेवलपमेंट हवा सेमानकर केमिति प्रमोशन हवा केमिति तांका दरवा बढ़िबो केमिति सोशल सिक्युरिटी बढ़िबो से बसरे प्रधान यूनानिमसली गोटे एजेंडा प्रस्तुत करी सरकार पाखरे प्रस्तुत हो से यूनियन सही कार्य नहीं आगे करिबो समस्त मिसी हिंद मजदूर सभा जो समाजवादी चिंताधारा अच्छी से समाजवादी चिंताधारा जो मैंने रही से हिंदू मजदूर सभा को आगू दिले से ही लक्ष्य रखिकी काली आज काली फाइनल हैला काली राजा भाई को पाखरे जे आगू को ओडिशा मेडिकल कर्मचारी संघ आगू जीव समस्त भी कहले राजा भाई के माने एम्पावर कले जे आगू को ठीक समय रे ठीक जिनिस ठीक भाव रे चलियो बोली से समस्त निष्पत्ति दे आउ कोनोसी मनमाली न असंतुष्ट घोषित ना काली थिले से माने आज केवल हमको एटा हिंद मजदूर सभा स्टेट कमिटी एटा को हमको जणिया भाई এটা সেপটରୁ ବି କେହି ନାହାନ୍ତି ଏପଟରୁ କେହି ନାହାନ୍ତି ଏଟା ରାଜ୍ୟ କମିଟି ତ ଏଚଏମଏସ ର ରାଜ୍ୟ କମିଟି ବସି କରୁଛନ୍ତି ସେମାନଙ୍କର କାଲି ଯାହା ନିଷ୍ପତ୍ତି ହେଲା ସେଟାକୁ ଆମ ରାଜ୍ୟ କମିଟି ତରଫରୁ ଯେହେତୁ ରଣର ଲୋକ ସଭାୟ ରାଜ୍ୟର ସଭାପତି ଅଛନ୍ତି ପ୍ଲସ୍ ହଉଛି ଏଭଳି ଭିନ୍ନ ଭିନ୍ନ ସଂଗଠନରେ ରାଜା ଅଛନ୍ତି ସଭାପତି ତେଣୁ ହିନ୍ଦ ମଜଦୂର ସଭା ତରଫରୁ ଆପଣମାନଙ୍କୁ ଜଣାଇଦେଲେ ଯେ କୌଣସି ମନମାଳିନ୍ୟ ନାହିଁ ଯାହା ହବ according to bylaw ओडिशा मेडिकल कर्मचारी संघर bylaw अनुसार आ हिंद मजदूर सभा जो अछि bylaw सेही अनुसार गाइड हेबे जो माने हिंद मजदूर सभा रही जे हिंद मजदूर सभा आदर्श नीति भीतर न रही हिंद मजदूर सभा 5 जण रहंतु जणे रहंतु 10 जण रहंतु तार आदर्श के विच्युत हेई 100 वर्ष भीतर हबो भी नहीं से आदर्श भीतर जो माने रही से माने रही